କେତେ ଲୋକ କହିସାରିଲେ ତା ବିରୁଦ୍ଧରେ। ଠାକୁର ଗୋଟିଏ ବାକ୍ୟରେ ସବୁ ସହିଗଲା। ଲୋକର ଭଲ ଗୁଣଟାକୁ ଆମେ ଆବିଷ୍କାର କରିପାରୁନା। ତାର କାରଣ କ'ଣ? ଠାକୁର ସତ୍ୟାଂଶଙ୍କର କ'ଣ କହିବେ? ତୁମ ମନ ଯେତେ ନିର୍ମଳ ହେବ, ତୁମ ଚକ୍ଷୁ ସେତେ ନିର୍ମଳ ହେବ, ଆଉ ଜଗତଟା ତୁମ ନିକଟରେ ନିର୍ମଳ ହୋଇ ଭାସି ଉଠିବ। ଆମର ମନ ନିର୍ମଳ ନୁହେଁ, ଆମର ଚକ୍ଷୁ ନିର୍ମଳ ନୁହେଁ, ଜଗତ ନିର୍ମଳ ହୋଇ ଆମ ପାଖରେ କେମିତି ଭାସି ଉଠିବ? ଏସବୁ କଥା ଭାବିବାର ଅଛି। ସକାଳୁ ସକାଳୁ ଠାକୁରଙ୍କ ପାଖରେ ଯାଇ ପହଞ୍ଚନ୍ତି ସତ୍ସଙ୍ଗ ରୀତିକାଚାର୍ଯ୍ୟ ବୈଜ୍ଞାନିକ କୃଷ୍ଣ ପ୍ରସନ୍ନ ଭଟ୍ଟାଚାର୍ଯ୍ୟ। ଠାକୁର ତାଙ୍କୁ ଦେଖୁ ଦେଖୁ କହିଲେ, କେଷ୍ଟଦା, ଗୋଟେ କଥା ମୁଁ ଭାବୁଥିଲି, ତୁମେ ଗୋଲ୍ଡ ମେଡାଲ କେଇଟା ପାଇଛ? ଠାକୁର ଗୋଟିଏ ତ ପାଇଛ, କାଲକାଟା ୟୁନିଭର୍ସିଟିରେ ଫିଜିକ୍ସରେ ଫାର୍ଷ୍ଟ କ୍ଲାସ୍ ଫାର୍ଷ୍ଟ ହେଇକି ଗୋଲ୍ଡ ମେଡାଲ ପାଇଛ ଗୋଟେ। ନା ନାଇଁ, ଆପଣ ଦୁଇଟା ଗୋଲ୍ଡ ମେଡାଲ ପାଇଛନ୍ତି। ନା ନାଇଁ, ଠାକୁର ଗୋଟିଏ ପାଇଛନ୍ତି। ମୁଁ ଭାବୁଛି ଦୁଇଟା ବୋଧେ ଗୋଲ୍ଡ ମେଡାଲ ପାଇଛି। ନା ନାଇଁ, ଠାକୁର ଦୁଇଟା କୋଉଠୁ ପାଇଛି? ଗୋଟିଏ ଗୋଲ୍ଡ ମେଡାଲ ପାଇଛି। ନା ଯୋଉଦିନ କାଲକାଟା ୟୁନିଭର୍ସିଟିର ଫାର୍ଷ୍ଟ ସ୍କଲାର ହିସାବରେ ଆପଣଙ୍କୁ ଗୋଲ୍ଡ ମେଡାଲ ଆପଣ ବେକରେ ଝୁଲି ଦିଆଗଲା, ସେଦିନ ଆଉ ଗୋଟେ ଗୋଲ୍ଡ ମେଡାଲ ଆପଣଙ୍କ ବେକରେ ଝୁଲିଲା, ତା ହେଉଛି ଅହଙ୍କାର। ସେ ଠାକୁର ତା ପୂର୍ବରୁ ଟିକେ ପ୍ରଶ୍ନ କରିଥିଲେ ଯେ, ଠାକୁର ଆପଣ ଯେଉଁ ଛୋଟ ଛୋଟ ଛଡ଼ାର ବାଣୀ ଦେଇଛନ୍ତି, ତାକୁ ବୁଝିବା ଭାରି କଷ୍ଟ ହେଉଛି। ଅର୍ଥ ଅର୍ଥାନ୍ତର କରି ବସିଲେ ବହୁତ ବାଟ ଯାଉଛି। ତାକୁ ସେୟାକୁ ଲକ୍ଷ୍ୟ କରି କହିଲେ, ଯେଉଁଦିନ ୟୁନିଭର୍ସିଟିର ଫାର୍ଷ୍ଟ ଷ୍ଟୁଡେଣ୍ଟ ହିସାବରେ ତୁମ ବେକରେ ଗୋଲ୍ଡ ମେଡାଲ ଝୁଲି ଦିଆଗଲା, ଆଉ ଗୋଟିଏ ଗୋଲ୍ଡ ମେଡାଲ ସେଠି ଝୁଲିଗଲା, ତା ହେଉଛି ଅହଙ୍କାର। এই ଅହଙ୍କାରଟା ଥିବା ହେତୁ ମୋର ସହଜ ସରଳ କଥା ତୁମେ ବୁଝିପାରୁନା। ଠାକୁରଙ୍କ ଦୀକ୍ଷା ନେବା ପାଇଁ ଆମର ବହୁତ ପ୍ରଶ୍ନ, ଇଷ୍ଟବୃତ୍ତି କାହିଁ କରିବ ବହୁତ ପ୍ରଶ୍ନ। ଠାକୁରଙ୍କ ଦୀକ୍ଷା ନେବ, ଠାକୁର ତ ପୂଜା କରିବୁ, ପୁଣି ପଇସା ଦେବୁ କାହିଁକି? ଇଏ ପ୍ରଶ୍ନ। ଏସବୁ ପ୍ରଶ୍ନ ଆମ ପାଖକୁ କାହିଁ ଆସେ? ସହଜ ସରଳ ଭାବରେ ଆମେ କଥାକୁ ଗ୍ରହଣ କାହିଁକି କରିପାରୁନା? ଆମେ ସହଜ ସରଳ କେହି ନୁହଁ। ଠାକୁର ଦୁଇଟା ଜିନିଷକୁ ସହ୍ୟ କରିପାରନ୍ତି, ଆଉ ସବୁ ସହ୍ୟ କରନ୍ତି। ଦୁଇଟା ଜିନିଷକୁ ଅବିନାଶ, ଠାକୁର ଦୁଇଟା ଜିନିଷକୁ ସହ୍ୟ କରିପାରନ୍ତି। ମନେ ରଖିବ ସବୁବେଳେ। କ'ଣ ଦୌଡ଼ ବୁଝୁଛ ନା? କ'ଣ ଦିଟା ଜିନିଷ? ଗୋଟେ ହେଉଛି ଭକ୍ତ ଆଖିରେ ଲୁହ ଠାକୁର ଦେଖିପାରନ୍ତି, ନମ୍ବର 1। ଆଉ ନମ୍ବର 2 ହେଉଛି ଅହଙ୍କାର। ଯାହା ପାଖରେ ଅହଙ୍କାର ଅଛି ତାକୁ ଆଉ ଦେଖିପାରନ୍ତି, ଆଉ ତାକୁ ସହ୍ୟ କରିପାରନ୍ତି। ସେଥିପାଇଁ ଯାହା ଆମର ହେଲା ଅବିନାଶ ଆଲୋଚନା କଲା, ଠାକୁରକୁ ଜାଗ୍ରତ କରିବାର କଥା କହିଲା। ଠାକୁର କହିଛନ୍ତି ଅହଙ୍କାର ଠାରେ ଠାକୁରକୁ ଜାଗ୍ରତ ହେଇପାରିବନି। ବର୍ତ୍ତମାନ ରୋଗ ବାହାରିଛି ସବୁଠି, ସମାଜରେ ବର୍ତ୍ତମାନ ଗୋଟେ ରୋଗ ବାହାରିଛି। ସେ ରୋଗଟା ହେଉଛି ଏଇଆ, ମୁଁ ସବୁ ଜାଣିଛି, ମୁଁ ଯାହା ଜାଣିଛି ଦ୍ୟାଟ୍ ଇଜ୍ ଫାଇନାଲ୍, ମୁଁ ଯେତେ କଥା ଜାଣିଛି ଏମିତି କେହି ଜାଣିନାହାନ୍ତି। ଏଇଥିପାଇଁ ଏଇ ଭାଇରସଟା ଘୁରୁଛି, ଏଇଥିପାଇଁ ଆମେ କିଛି ଜାଣିପାରୁନାହିଁ। ସହଜ ସରଳ ଭାବେ ଆମେ ଠାକୁରଙ୍କୁ ଗ୍ରହଣ କରି ଚାଲିପାରିଲେ ଏଇ ରୋଗଟା ଆମେ ପ୍ରବେଶ କରୁ। ମୁଁ ସବୁ ଜାଣିଛି। ଗୋଟେ କଥା ସବୁବେଳେ ମନେ ରଖିବେ ସମସ୍ତେ, କଥାଟି ହେଉଛି ଆମେ ଗୋଟେ ଦୁର୍ଲଭ ମନୁଷ୍ୟ ଜନ୍ମ ପାଇଛେ। ଏ ଦୁର୍ଲଭ ମନୁଷ୍ୟ ଜନ୍ମ ପାଇଛେ କ'ଣ ପାଇଁ? ଶିଖିବା ପାଇଁ, କର୍ମ କରିବା ପାଇଁ, ଆଦେଶ ଦେବା ପାଇଁ ନୁହେଁ, ଶିଖିବା ପାଇଁ ନୁହେଁ, ଶିଖିବା ପାଇଁ ପାଇଛେ। ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଆମେ ଶିଖିବା, ଆଉ ଏ ଶିଖିବାଟା ତାର ଅନ୍ତ ନାହିଁ, ତା ଶେଷ ନାହିଁ। ଏ କଥାକୁ ମନେ ରଖିବେ ସମସ୍ତେ। ମା ମାନେ କ'ଣ, ଭାଇ ମାନେ କ'ଣ, ସମସ୍ତଙ୍କୁ କହୁଛି, ପିଲାମାନେ ସମସ୍ତେ। ମୁଁ ସବୁ ଜାଣିଛି, ମୁଁ ସବୁ କହିପାରିବି, ଏ ଭାବଟା ଯେତେବେଳେ ଆସିବ ଅଧ ପର୍ଯ୍ୟନ୍ତ ସେଇଟା ଆଉ ନାହିଁ, ଆଉ ଉଠିବା ପ୍ରଶ୍ନ ନାହିଁ। ସେଥିପାଇଁ ଠାକୁରଙ୍କ ଦୀକ୍ଷା ଆମେ ଗ୍ରହଣ କରୁଛେ।
ଆମେ ଯଜନ ଯାଜନିଷ୍ଠ ଯଦି କରିବା ବୋଲିକି ଆମେ କହୁଛେ କ'ଣ କରୁଛେ ତ ଆମେ ନିଜକୁ ନିଜେ ପ୍ରଶ୍ନ ପଚାରିଲେ ସମୀକ୍ଷା କଲେ ଆମେ ଜାଣିପାରିବା ଆମେ ଯଜନ ଯାଜନିଷ୍ଠ କ'ଣ କରୁଛେ କରୁନି। ଗୋଟେ ଗତକାଲିର ଘଟଣା ମୁଁ କହୁଛି ଅନୁଭୂତି। ଆମ ଗାଁ ଗୋଟେ ଝିଅ ସେ ବିବାହ ହେଇଛି ମଣିଜର ପାଖରେ ଗୋଟେ ଗାଁ ଅଛି, ସେ ଗାଁ ନାଁ ହେଉଛି ନିମକଣା। ନିମକଣାରେ ଗୋଟେ ରେଲୱେ ପାସେଞ୍ଜର ହଲ୍ଟ ଅଛି। ସେ ଝିଅଟି ମୋ ଉପରେ ଫୋନ୍ କରିଥିଲା, ସାର୍ ତ ମୋ ପାଖରେ ପଢ଼ୁଥିଲା ମଧ୍ୟ, ମୋ ମାଧ୍ୟମରେ ଦୀକ୍ଷା ମଧ୍ୟ ନେଇଛି। ତ ସାର୍ ଗୋଟେ ଡିପିୱାର୍କ ଗୋଟେ ଫ୍ୟାମିଲିକୁ ଯାଇଥିଲି, ସେ ଫ୍ୟାମିଲିକୁ ମୁଁ ଯାଜନ କରିଛି, ଆପଣ ଟିକେ ଆସିଲେ ତାଙ୍କ ପରିବାର ସବୁ ଟିକେ ଦୀକ୍ଷା ନିଅନ୍ତି। ମୁଁ କାଲି ଯାଇଥିଲି, ସନ୍ଧ୍ୟା ଦେଇ ପହଞ୍ଚିଲି ସେ ପରିବାରରେ ଏବଂ ସେ ପରିବାରରେ ସେଠି ସନ୍ଧ୍ୟା ପ୍ରାର୍ଥନା କରି ତାପରେ ଆଲୋଚନା କଲି। ମୁଁ ଦେଖିଲି ସେ ପରିବାରରେ କୌଣସି ଗୋଟେ ଘଟଣା ଘଟିଛି, ଦୁର୍ଘଟଣା ଘଟିଛି ତାଙ୍କ ଜୀବନରେ, ତାଙ୍କୁ ସେ ଦୁର୍ଘଟଣାଟା ବାଧୁନି। ମୁଁ ସେ ଅନ୍ୟମାନଙ୍କୁ ସବୁ ବସିଥିଲେ, ଗୁରୁ ଭାଇ ମାନେ ସବୁ ସେ ଗାଁରେ ଆସିଥିଲେ, ବସିଥିଲେ, ତାଙ୍କୁ ସବୁ ବିଦା କରିଥିଲେ। କେବଳ ସେ ପରିବାରର ଯେ ଗୃହକର୍ତ୍ତା, ତାଙ୍କ ସ୍ତ୍ରୀ, ତାଙ୍କର ଝିଅକୁ ଡାକି ବସେଇକି ଆଲୋଚନା କଲେ। ଦୀର୍ଘ ସମୟ ଆଲୋଚନା କଲା ପରେ ସେମାନେ ଦୀକ୍ଷା ନେଲେ ଆଉ ସେ ତାଙ୍କର ଗୃହକର୍ତ୍ତା ଯେ ଦୀକ୍ଷା ନେଇଥିଲେ ସେ ପୁନଃସ୍ମରଣ କଲେ। କଥା ହେଉଛି ଅନେକ ସମୟରେ ଆମର ଗୋଟେ ଗଣ୍ଠି ପଡ଼ିଯାଏ। ଗଣ୍ଟା କୋଉଠି ପଡ଼େ? କୋଉଠି ପଡ଼େ କହୁନା? ହଁ, ମନରେ ପଡ଼େ ଗଣ୍ଠିଟା। ଶରୀରରେ ଲୁଗାପଟାରେ ଗଣ୍ଠି ପଡ଼ିଲେ ସେ ଗଣ୍ଠିଟା ଫିଟି ହେବ, ନହେଲେ କାଟିବ। ମନରେ ଗଣ୍ଠି ପଡ଼ିଲେ ଆଉ ସେ ଫିଟି ହେବନି, କାଟି ହେବନି। ମୁଣ୍ଡ ଭିତରେ ଯଦି ପଶି ଯାଇଛି ଆମର, ଏଇଟା ହେଉଛି ଠିକ୍, ଗଲା କାମ ସରିଲା, ଆମେ ଅନୁସନ୍ଧାନ ଚାଲିପାରିବାନି। ମୁଁ ଅନେକ ଜାଗାରେ କରିଛି, ସବୁ ବାବା ମାନେ ସବୁ ଯେତେ ସବୁ ବହୁତ ବାବା ବୁଲନ୍ତି, ବାବାଙ୍କ ଜଟା ଦେଖିଛ? ତାକୁ ଜଡ଼ା ତେଲ ମାରି ସେ ଜଟା ବଢ଼ି ଏତେ ଉଞ୍ଚ ହେଇଥିବ। ଦେଖିନା ବାବା ଦେଖିଛ? ତୁମେ ସେ ଜଟାକୁ ଯଦି କହିବ ମୁଁ ସଫା କରିବି, ଜମା ସଫା କରିପାରିବନି। ସାମ୍ପୁ ମାର, ସାବୁନ ମାର, ଯେତେ ଯାହା କର, ଜଟା ଆଉ ସଫା ନ ହୁଏ। ସେମିତି ଆମ ମୁଣ୍ଡ ଭିତରେ, ମନ ଭିତରେ ଯୋଉଟା ପଶିଛି ସେ ସଫା ହେଇପାରିବ। ଜଟା କେମିତି ସଫା ହବ କହୁନା? ତାକୁ କପୁରେ କାଟିଦେବ, ନିଆଁରେ ପକେଇଦେବ, ସଫା। ସେମିତି ଆମ ମୁଣ୍ଡ ଭିତରେ ଯାହା ପଶିଛି ତାକୁ ଆମେ ସଫା କରିପାରୁନୁ। ସେଥିପାଇଁ ଅଗ୍ନି ପାଖକୁ ଯିବାକୁ ପଡ଼େ। ଆଚାର୍ଯ୍ୟ ହେଉଛନ୍ତି ଅଗ୍ନି ସ୍ୱରୂପ। ବେଦରେ ମନ୍ତ୍ରରେ ଅଛି, କ'ଣ ସେ ମନ୍ତ୍ର? ଅଗ୍ନି ମିଳେ ପୁରୋହିତମ୍, ସେଇ ମନ୍ତ୍ର ହେଉଛି ଅଗ୍ନି ହେଉଛନ୍ତି, ଅଗ୍ନି ଯିଏ କିଏ ନା ଅଗ୍ରଣୀ ଯିଏ ଆଚାର୍ଯ୍ୟ, ସିଏ ଯାହା କହୁଛନ୍ତି ଆଖି ବୁଝି ତାକୁ ମାନିବା, କିଛି ପ୍ରଶ୍ନ ନ ପଚାରିକି ମାନିବା, ମୁଣ୍ଡ ଭିତରେ ଅନ୍ୟ କୌଣସି ଭାବନା ନ ରଖି ମାନିବା। ଏଇଟା ହେଉଛି କଥା। ଆଉ ଗୋଟେ କଥା କହିଦିଏ, ଆଦୁରୀ ଭାଇ କହୁଥିଲେ, ଆଉ ଗୋଟେ କଥା ମୁଁ କହିଦିଏ। ଅନେକ ସମୟରେ ଆମେ ମଣିଷ ଭୁଲ କରୁ, ସେଥିପାଇଁ ଭାବିବା ଦରକାର ନାହିଁ। ଆରେ ଆମେ ଭୁଲ କରୁ ବୋଲି ଆମ ନାଁ ହେଉଛି କ'ଣ? ମଣିଷ। ଯିଏ ଭୁଲ କରନ୍ତି ନାହିଁ ସେ ହେଉଛନ୍ତି କିଏ? ଈଶ୍ୱର ଯିଏ, ପୁରୁଷୋତ୍ତମ ଯିଏ, ସେଇ ଏକୁଟିଆ ଭୁଲ କରନ୍ତିନି। ଆଉ ଦେବତାମାନେ ମଧ୍ୟ ଭୁଲ କରନ୍ତି, ଏଇଟା ମନେ ରଖିବ। ଦେବତାମାନେ ମଧ୍ୟ ଭୁଲ କରନ୍ତି, ତେଣୁ ଭୁଲ କଲେ ଅସୁବିଧା କିଛି ନାହିଁ। ପ୍ରଫୁଲ୍ଲ କୁମାର ଦାସ ବସିଛନ୍ତି ଠାକୁରଙ୍କ ପାଖରେ। ପ୍ରଫୁଲ୍ଲ ଦାସ ନାଁ ଶୁଣିଛ? କହୁନା, ହଁ କହୁନା। ଆଲୋଚନା ପ୍ରସଙ୍ଗେ ଗ୍ରନ୍ଥର ଯେ ସଂକଳକ, ଠାକୁରଙ୍କ ଏକନିଷ୍ଠ ଭକ୍ତ ପ୍ରଫୁଲ୍ଲ କୁମାର ଦାସ, ଦି ଦେମ୍ ଟାଇମ୍ ସେ ଇଂଲିଶ ହେଲେ, ସେ ବସିଛନ୍ତି ପାଖରେ।
বয়স হয়ে যাচ্ছে ফুল টাইম ওয়ার্ক করে ঠাকুর ঠাকুর প্রফুল্ল দাসଙ୍କୁ দেখি କହିଲେ ବୋଲେ ପ୍ରଫୁଲ୍ଲ ଏଇଟା ହଉଛି ତୋର ଶେଷ ଜନ୍ମ ଆଉ ତ ଜନ୍ମ ହବନି। ଆଶ୍ଚର୍ଯ୍ୟ ହେଲେ ପ୍ରଫୁଲ୍ଲ ଦାସ ଏଇଟା ମୋ ଶେଷ ଜନ୍ମ। ପ୍ରଭୁ କହିଲେ ଯେତେବେଳେ ନା ମୋର ଶେଷ ଜନ୍ମ ଏଇଟା ନିଜୁଟିଏ ମୋର ଆନନ୍ଦିତ ହେଲେ ଠାକୁର କହୁଛନ୍ତି ଆଉ ଯଦି ମୁଁ ଆଉ କେବେ ଆସିବି ତତେ ସାଙ୍ଗରେ ପ୍ରଭୁ ଦାସ ଘରକୁ ଗଲେ ଘରେ ଯାଇ ପହଞ୍ଚିଲେ ଘରେ ପହଞ୍ଚିଲେ ଘରେ କିଏ ଥାନ୍ତି ଅଣ୍ଡା କିଏ ଘରେ ଥାନ୍ତି ଘରଣୀ ଘରଣୀ ଦେଖିଲେ ସବୁ ପାଣି ନା ନାଇଁ ରେଡି ଆରେ ତୁମର କ'ଣ ଆଉ ବୟସ ଦିଟେ ପାଣି ଘରେ ତୁମକୁ ଦେଖିଲେ ପାଣି ଦୂର କରିଥା ନାଇଁ ମୁଣ୍ଡ ଦଉଛ ସେ ପ୍ରଫୁଲ୍ଲ ଦାସ ତାଙ୍କ ସ୍ତ୍ରୀଙ୍କ ସହିତ ଟିକେ କରିଛି ସେଟା ପ୍ରଫୁଲ୍ଲ ଦାସ ତା ସ୍ତ୍ରୀଙ୍କ ସହିତ ଟିକେ କଥା କଟାକଟି କରିଦେଲେ ପ୍ରଫୁଲ୍ଲ ଦାସ ଲାଗିଗଲି ଜୋର ଖୁବ୍ ଜୋର ଲାଗିଲା ପାଟି ପିଟେଇଲେନି। ତାପରେ ଦିନ ଠାକୁରଙ୍କ ପାଖକୁ ଆସୁଛନ୍ତି ମନେ ମନେ ଭାବୁଛନ୍ତି ଠାକୁର କହିଲେ ମୋର ଆଉ ଜନ୍ମ ନାହିଁ ମୋର ଶେଷ ଜନ୍ମ ଏଇଟା ମୋର ତ କ୍ରୋଧ ଏପର୍ଯ୍ୟନ୍ତ ଯାଇନି ରାଗ ଏପର୍ଯ୍ୟନ୍ତ ଯାଇନି ମୁଁ ରାଗୁଛି କ୍ରୋଧ ମୋ ଭିତରେ ବସା ବଞ୍ଚିଛି ଠାକୁର ଏ କଥା କ'ଣ କହିଲେ ଆସି ଠାକୁରଙ୍କୁ ପ୍ରଣାମ କଲେ ଠାକୁର ଆପଣ କହିଲେ ମୋର ଏଇଟା ଶେଷ ଜନ୍ମ ଆଉ ମୋର ଜନ୍ମ ନାହିଁ କିନ୍ତୁ ଠାକୁର ଏପର୍ଯ୍ୟନ୍ତ ମୁଁ କ୍ରୋଧକୁ ଦମନ କରିପାରିନି କ୍ରୋଧ ମୋ ଭିତରେ ଅଛି ମୁଁ ଘରେ ରାଗିକି ଆସିଛି ପାଟି ପିଟୁନି ମୋ ସ୍ତ୍ରୀକି ମୁଁ ପାଟି ପିଟୁନି କାଲିଠୁ ଏ କ୍ରୋଧ ମୋ ଭିତରେ ଅଛି। ଠାକୁର ହସିଲେ ଠାକୁର କହିଲେ ଗଙ୍ଗା ନଈ ଦେଖିଛୁ ନା ଆଜ୍ଞା ଗଙ୍ଗାରେ କ'ଣ ସବୁ ଭାସୁଥାଏ ନା ହଁ ବହୁତ କଥା ନା କ'ଣ କହ ନା ଫୁଲମାଳ ଭାସି ଯାଉଛି ମୂର୍ତ୍ତି ବିସର୍ଜନ ହେଉଛନ୍ତି ଭାସି ଯାଉଛି କେତେ ଜାଗ ଯୋଗ୍ୟ ହେଇଛି ସେ ପଦାର୍ଥ ସବୁ ବିସର୍ଜନ କରିଦିଆଯାଉଛି ଭାସି ଯାଉଛି କେତେ ମଢ଼ା ଭାସି ଯାଉଛି କେତେ ଗୋରୁ ଗାଈ ମରିଛନ୍ତି ସେ ଶବ ଭାସି ଯାଉଛି କେତେ ପଚା ଗନ୍ଧ ଜିନିଷ ଭାସି ଯାଉଛି ଭଲ ମନ୍ଦ ସବୁ ଭାସି ଯାଉଛି କୁଆଡ଼େ ଯାଉଛନ୍ତି ସେମାନେ ତାଙ୍କ ଲକ୍ଷ୍ୟଟା କୁଆଡ଼େ ଭଲ ଯାଉଛି ମନ୍ଦ ଯାଉଛି ସବୁ ଯାଉଛି ଲକ୍ଷ୍ୟଟା କୁଆଡ଼େ ଗଙ୍ଗାର ଲକ୍ଷ୍ୟ କୁଆଡ଼େ ସ୍ରୋତଟା କୁଆଡ଼େ ସାଗର ସମୁଦ୍ର ଜୀବନରେ ସେମିତି ଅନେକ ଭଲ ମନ୍ଦ ଭାସିଯିବ ଯାଉ ଲକ୍ଷ୍ୟ ଯଦି ସ୍ଥିର ଥବ ତାହେଲେ ସବୁ ଠିକ୍ ଅଛି ତେଣୁ ଲକ୍ଷ୍ୟଟା ସ୍ଥିର କରିବାକୁ ହେଲେ ମନଟାକୁ ସ୍ଥିର କରିବାକୁ ହବ ଆଉ ମନଟାକୁ ସ୍ଥିର କରିବାକୁ ହେଲେ ନିତ୍ୟ ଜପ ଧ୍ୟାନ କରିବାକୁ ହବ ଇଷ୍ଟବୃତ୍ତି ବିହିତ ଭାବରେ କରିବାକୁ ହବ ଇଷ୍ଟବୃତ୍ତି ପଠେଇବାକୁ ହବ ଠିକ୍ ଭାବରେ ସତ୍ସଙ୍ଗ ଆସିବାକୁ ହବ ସତ୍ସଙ୍ଗରେ ଯୋଗଦାନ କରିବାକୁ ହବ ସତ୍ସଙ୍ଗ ଆସିକିରି ଆମେ ଠାକୁରଙ୍କୁ ଦର୍ଶନ କରିବା ଏଇସବୁ ସତ୍ସଙ୍ଗ ଆସୁଛୁ ଭଜନ କୀର୍ତ୍ତନ କରିବାକୁ ନୁହଁ ଭାଷଣ ଦେବାକୁ ନୁହଁ ଏ ଧାରଣାକୁ ଭୁଲି ଯିବାକୁ ପଡ଼ିବ କ'ଣ ବୁଝିପାରୁଛ ନାହିଁ କୀର୍ତ୍ତନ ନ କଲେ ମନ ଦୁଃଖ ହେଇକି ମୋର ତାହେଲେ ତୁମେ ସତ୍ସଙ୍ଗ ଆସିଲା ତୁମେ ଆଉ ଗୋଟେ କେଉଁଠି ରହିଛ ତାକୁ ବୁଝିକି ବାହାର କରିବ ତେଣୁ ସତ୍ସଙ୍ଗ ମୁଁ ଆସିଛି ଠାକୁରଙ୍କୁ ଦର୍ଶନ କରିବି ଏବଂ ଯାହା ଭଜନ କୀର୍ତ୍ତନ ଆଲୋଚନା ହେଉଛି ତାକୁ ଶୁଣିବି ମନେ ରଖିବି ଘରେ ଯାଇ ଯିଏ ଆସିଲେ ତାକୁ କହିବି ଆଉ ବସିକି ସତ୍ସଙ୍ଗ ନାମ କରିବି ଠାକୁରଙ୍କୁ ଚାହିଁକି ଏଇଟା ଆମେ ସତ୍ସଙ୍ଗ ଆସିବା ଆଉ ସତ୍ସଙ୍ଗ ଆସିଲେ ମହାପୁଣ୍ୟ ଲାଭ হয় ଆଉ ବିଶେଷ କଥା କହିବିନି କେମିତି ପୁଣ୍ୟ ଲାଭ ହୁଏ ସେ କଥା କହିବାକୁ ଟିକେ ସମୟ ଲାଗିବ ବିଶେଷ କଥା କହିବିନି ସତ୍ସଙ୍ଗକୁ ଆଭଏଡ୍ କରିବେ ନାହିଁ ମୋ ଜୀବନରେ ମୁଁ ଦେଖିଛି ମୋ ପାଖରେ ଯେଉଁ ଲୋକ ସବୁ ଚଳୁଛନ୍ତି ମୁଁ ଦେଖିଛି ଯେଉଁମାନେ ସତ୍ସଙ୍ଗକୁ ଆଭଏଡ୍ କରନ୍ତି ନାହିଁ ମହା ବିପଦରୁ ସେ ଉଦ୍ଧାର ପାଆନ୍ତି ବାହାରକୁ ଆମେ ଜାଣୁ ସେ ଲୋକଟା ବହୁତ ବିପଦରେ ପଡ଼ିଛି କିନ୍ତୁ ସେ ଭାବେ ମୁଁ ବିପଦରେ ପଡ଼ିନି ବାହାରୁ ଜାଣୁ ଯେ ସେ ଲୋକଟା ଅଭାବରେ ଅଛି କିନ୍ତୁ ସିଏ ଭାବେ ମୁଁ ଦୁଃଖରେ ନାହିଁ ଅଭାବ ନାହିଁ ମୁଁ ଠିକ୍ ଅଛି ତେଣୁ ସତ୍ସଙ୍ଗର ରେଜଲ୍ଟ ଆମ ଜୀବନକୁ ଆଜି ସତ୍ସଙ୍ଗ ଗୃହକର୍ତ୍ତା ଏଠି କରିଛନ୍ତି ବହୁତ ଭଲ କଥା ହେଇଛି ଆମେ ବହୁତ ଖୁସି ବାରମ୍ବାର ବି ସତ୍ସଙ୍ଗ ହେବା କଥା ଏବଂ ସେଥିପାଇଁ ଆମର ବାବୁଲି ପଲେଇ ଭାଇ ଅଛନ୍ତି ସେ ତାର ଉଦ୍ୟମ କରିବା ଦରକାର ଏଠି
ଯେ ଆମେ ଏଠି ଆଗୁଆ ପିଲା ସିଏ ପିଲା ସିଏ ନୁହଁ ଗୌରବ ପିଲା ନୁହଁ ଯାହା ହଉ ନା ପିଲା ସିଏ ପିଲା ମାନେ ଯୁବକ ଆଉ ପୁଅ ବୋହୂ ଝିଅ ଯୁଆ ହେଇନି ଯୁବକ ସିଏ ଛୋଟ ପିଲା ନା ସେ ଯାହା ହଉ ତେଣୁ ସତ୍ସଙ୍ଗ ଯେତେ ବାରମ୍ବାର ହବ ସେତେ ଭଲ। ଆଉ ପରମ ପୂଜ୍ୟ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ କହୁଛନ୍ତି ପାରିବାରିକ ସତ୍ସଙ୍ଗ କରିବାକୁ ଏତେ ଧୁମଧଡ଼ କରିବା ଦରକାର ନାହିଁ। 1000 ଟଙ୍କାର ଫୁଲ ମାଳ ଆଣିକି ଠାକୁର ସଜେଇ ଦେଲେ ଦରକାର ନାହିଁ। ପାରିବାରିକ ସତ୍ସଙ୍ଗ 500 ଲୋକ ବସିବେ 5000 ଲୋକ ବସିବେ ସତ୍ସଙ୍ଗ ଦରକାର ନାହିଁ। ଆମର ଯେ ପଢ଼ାପଢ଼ି ସତ୍ସଙ୍ଗ ଆମେ 5-10 ଜଣ ବସିବା ଠାକୁରଙ୍କ ପାଖରେ ବାଡ଼ିରେ ଫୁଲ ଅଛି ଠାକୁରଙ୍କ ପାଇଁ ରଖିବା ଟିକେ ଭୋଗରାଗର ବ୍ୟବସ୍ଥା କରିଦେବା ଏବଂ ଯଦି 5 ଜଣ ଆସିଛନ୍ତି ଯଦି ଅଧିକ କିଛି হয় ଟିକେ ତାଙ୍କୁ ବିସ୍କୁଟ ଚାପା ଟିକେ ଦେବା ବାସ୍ ସତ୍ସଙ୍ଗ ଓଭାର କିନ୍ତୁ ସତ୍ସଙ୍ଗ ହବ ଏଇଟା ମାଇଣ୍ଡ ଭିତରେ ରଖନ୍ତୁ। ଏତିକି ମୋର ବକ୍ତବ୍ୟ ରଖୁଛି। ପରିବାର ମଙ୍ଗଳ